गुरुदेव प्रणाम। बाबा आज्ञा आपण व्यस्त अछंती कि? नहीं बाबा कहतु मो मनरे किछि टिके जिज्ञासा थिला पचारि बोली भाबुची। पचारतु बाबा आपण व्यस्त नाहांती तो? ना पचारतु ए गोटे भजनर अर्थ मु पचारिया चाहूଥିଲି। पचार बाई मन हो बसी अबना बना। हाँ এই ভজনটার অর্থ মু পচারি পচারি ଯିବି ବର୍ତ୍ତମାନ ଏଇ ପଦଟିରେ କିଏ କାହାକୁ କହୁଛି କଣ କହୁଛି ଆଉ କାହିଁକି କହୁଛି हाँ कहना भजन टा पूरा ମୁଁ ଭଜନଟା ପୁରା ବୋଲିଦେବି। बोली दो ଆପଣ ବ୍ୟସ୍ତ ନାହାନ୍ତି ତ? ना ना मु बसची आराम से बसची कौन ହଉ ଗୁରୁଦେବ ମୁଁ ଆପଣଙ୍କ ପାଖରେ ଭାଇ ମନ ହୋ ବସି ଅବନା ବନ ଭାଇ ମନ ହୋ অবনা বনিলে অমিশা মিশিব অমাপরে মাপ হেব তো ধন বাই মন হো বসি অবনা বন বাই মন হো ইলা ঘোষা পদটা। অমাস্যা নিশিরে ষোড় কলা চন্দ্র সর্বদা নিশিরে রবি দর্শন অহর্নিশি যেহু প্রদীপ জଳୁଛି बाबा দীপতে যে অণ চাষ পবন বাই মন হো বসি অবনা বন বাই মন হো। ये प्रथम पद। निर्झर कंदरे हंस पहरुची अगाध जले हरिणी आसन तत छुआ घेनी खेलुची हरिणी बाघ आनी ताकू दिए भोजन बाई मन बसी अबना बन बाई मन हो निशबद घरे नाम संकीर्तन शबदरे नाही हरि भजन चारि मेघे मिली एक जल बरसंती मरुड़ी रे कृषि हेला दहन बाई मन हो शून्यरे देउल होईची देउल गोटिक आपे निर्माण भला से बिंदाणी गढ़ी अछि पुणी अमुहा देउले दियो दर्शन बाई मन हो निर्धनर घरु बही नेई धन चोर बसी दांडे करे रोदन निर्धनर घरु बही नेई धन चोर बसी दांडे करे रोदन धरा हेले चोर धरंती पयर मनरे धरा हेले चोर धरंती पयर कहंती अच्युत मूढ़ ज्ञान बाई मन हो बसी अबना बन बाई मन हो अबना बनिले अमिशा मिशिब अबना बनिले अमिशा मिशिब अमापरे माप हेब तो धन बाई मन हो गुरुदेव बढ़िया ला ଏଇମିତି ଭଜନଟି ଆଉ ବାଇ ମନ ହୋ ବସି ଅବନା ବନ ଏଥିରେ କିଏ କାହାକୁ କହୁଛି କଣ କହୁଛି ଆଉ କାହିଁକି କହୁଛି आपण हाथ को परिवा ପାଇଁ ଯିବେ ଆଜ୍ଞା ବାଇଗଣ କୋଉଟା ବୋଲି କାହାକୁ ପଚାରିବେ ନାଇଁ ଆମେ ତ ଜାଣିଛେ ବାଇଗଣ କୋଉଟା ଆପଣଙ୍କୁ ପୁରା କହି ଦିଆ ହେଲା ଆପଣ ସେଟା କରୁନାହାନ୍ତି ଆପଣଙ୍କର ତ୍ରିନୟନ ଖୋଲୁନି ଆପଣ ବସୁନାହାନ୍ତି ଆପଣ ହଂସ ମନ୍ତ୍ରକୁ ସାଧୁନାହାନ୍ତି ତେଣୁ ଯଦି ହଂସ ମନ୍ତ୍ର ସାଧନ୍ତେ ତାହେଲେ ଏଗୁଡାକ ଅତି ସହଜରେ ଆପଣଙ୍କ ପାଖରେ ଖୋଲି ଖୋଲି ଯାଆନ୍ତା ଚାବି ତ ଗୋଟିଏ ମାନେ 10 ଦ୍ୱାର ସିନା 14 କବାଟ
ତାର 10ଟି ଦ୍ୱାର 14ଟା କବାଟ। ଆଜ୍ଞା ଯେ ଆଚ୍ଛା, ମତେ ଟିକେ ବାଇ ଆପଣ ମନ ହୋ ବସି ଅବନା ବନ, ଆଜ୍ଞା ସେଇଟା ଅବନା ମାନେ ହଁ ସେଇଟା ବନାନ ନୁହଁ, ବୁଝିହେଲା କି ନାଇଁ? ଆଜ୍ଞା ସେଇଟା ଅବନା, ହୁଁ ବନାନ ନୁହଁ। ଆଜ୍ଞା ଅଟା ବନାନ ନୁହଁ, ନାଇଁ ଅବନା। ହଁ ଏବଂ ସିଏ ବନରେ ନାଇଁ ହଂସ ବର୍ତ୍ତମାନ ଖେଳୁଛି, ପ୍ରଶ୍ନ ହଉଛି କିଏ କାହାକୁ କହୁଛି? କହୁଛି ପରା ସେ ବନରେ ହଂସ ଖେଳୁଛି। ଆଜ୍ଞା ବାଇ ମନ, ହଁ ମନଟା ସବୁବେଳେ ବିଚଳିତ। ହଁ ମନ ଅବନା ବନକୁ ପଶିବାକୁ ରାଜି ନୁହଁ, ସେଇଟା ନିର୍ଧନ ଜାଗା, ଆଜ୍ଞା ଧନ ନୁହଁ। କାହିଁକି? ଝରଣାଟା ପୋଖରୀ ନୁହଁ କି ନଦୀ ନୁହଁ, ଆଜ୍ଞା ସେଟା ଗୋଟେ ଝର। ଅର୍ଥ ବାଇମନ ମନ ଯେତେବେଳେ ବିଚଳିତ ହେଲା, ମନ ହଉଛି ଜୀବାତ୍ମାର ପ୍ରତିନିଧି, ବିବେକ ହଉଛି ଆତ୍ମାର ପ୍ରତିନିଧି। ବିବେକ କହୁଛି କିଏ ମନକୁ, କିଏ କାହାର ପ୍ରତିନିଧି କହିଲେ ଆପଣ? ମନ ଜୀବାତ୍ମାର ପ୍ରତିନିଧି। ଆଜ୍ଞା ମୁଁ ଟିକେ ଲେଖି ପକଉଛି ତ ସାଙ୍ଗେ ସାଙ୍ଗେ, ରେକର୍ଡ ସେଇ ଯୋଗୁ ଟିକେ ମୁଁ ରେକର୍ଡ ପଠେଇଦେବି। ଆମେ ଯାହା ରେକର୍ଡ କଥା ହଉଛେ ଏଇଟା ରେକର୍ଡ ହଉଛି, ମୁଁ ପଠେଇଦେବି। ବଢିଆ ହନ୍ତା ପଠେଇଦେବି ପରା। ତାହେଲେ ମୁଁ ଆଉ ଲେଖିବି କାହିଁକି? ନାଇଁ ନାଇଁ, ଆପଣ କଷ୍ଟ କରିବା ଦରକାର ନାହିଁ। ଓକେ 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 ଆଜ୍ଞା କୁହନ୍ତୁ କୁହନ୍ତୁ ମନ ଜୀବାତ୍ମାର ପ୍ରତିନିଧି ଆଜ୍ଞା ଏବଂ ବିବେକ ଆତ୍ମାର ପ୍ରତିନିଧି। ବିବେକ ଆଜ୍ଞା କହୁଛି ମନକୁ, ହଁ ବାଇ ମନ ହୋ ବସି ଅବନା ବନ। ହଁ ତା ପରପଦ କଣ? ଅବନା ବନିଲେ ହୁଁ, ଅମିଶା ମିଶିବ। ଅବନା ଯଦି ବନିବୁ ଅମିଶା ମିଶିବ। ତେଲ କଣ ପାଣିରେ ମିଶି ପାରିବ କି? ଅ ଉ ମ ହଳନ୍ତ, ଆଜ୍ଞା ଅ ହେଲା ଅବନା, ଉ ଆଉ ମ ହେଲା ବନାନ, ଆଜ୍ଞା ସ୍ୱରବର୍ଣ୍ଣ। ହୁଁ ଅଟା ବର୍ଣ୍ଣରେ ଯାଉନି, ନାଇଁ ସ୍ୱରବର୍ଣ୍ଣ ହଉଛି ଅ। ହଁ ଭୁଲ କହିଲି, ସ୍ୱରବର୍ଣ୍ଣ ହଉଛି ଅ। ଏବଂ ଇଏ ଦିଟା ହେଲେ ବ୍ୟଞ୍ଜନ ବର୍ଣ୍ଣ, ଇଏ ମିଶିବା କଥା ନୁହଁ ଅ ସାଙ୍ଗରେ। ଇଏ ମିଶିଲେ ମରେ ଅ ଅଛି, ଉ ରେ ବି ଅ ଅଛି। ମୁଁ ଏଇଠି ଟିକେ ଫେର ବୁଝିପାରିଲିନି। ଅ ବନା କହିଲେ ବ ଆଉ ନ ଏ ଦିଟା କହୁଛି ବ୍ୟଞ୍ଜନ ବର୍ଣ୍ଣ, ନା ନା, ଆଉ ଅଟା ଅଟା ହେଲା ସ୍ୱର ବର୍ଣ୍ଣ, ଅଟା ହଉଛି ଏଠି କ୍ରିୟା। ଅଟା ହଉଛି କ୍ରିୟା। ହୁଁ, ଅବନା କୁହା ହେଲା ହଁ ମାନେ ଅବନା, ଯିଏ ବନିବନି, ଯିଏ ମୋଟେ ପାଚିବନି। ନାଇଁ ବ୍ରହ୍ମ କଞ୍ଚା ନୁହଁ କି ପାଚିଲା ନୁହଁ, ସେଠି ସେଇ ହଁ କଥାଟା କୁହା ହଉଛି। ତାହେଲେ ଅବନା ବନିଲେ ଅମିଶା ମିଶିବ। ଅମିଶା ମିଶିବ। କିଏ ମିଶିବ? ନା ଅ ସାଙ୍ଗରେ ଉ। ଅ ଉ ହେଲେ ସ୍ୱରବର୍ଣ୍ଣ, ହଁ ସ୍ୱରବର୍ଣ୍ଣ। ହଁ ବ୍ୟଞ୍ଜନ ବର୍ଣ୍ଣ ହେଲେ କିଏ? ନା ମ। ହଁ ଇଏ ମିଶିବେ କେମିତି? ଇଏ ମିଶିଲା, କେମିତି ମିଶିଲା? ନା ଅ ସାଙ୍ଗରେ ଏମାନେ ପ୍ରବେଶ, ଅବନରେ ପଶିଲେ ବୋଲି, ବ୍ରହ୍ମଙ୍କୁ ଚିହ୍ନିଲେ ବୋଲି ଇଏ ମିଶିଲେ। ଯଦି ମିଶିଲେ, ଆପଣ ତ ଜଣେ ହାଇଲି ଏଜୁକେଟେଡ ରିଟାୟାର୍ଡ ଟିଚର, ହେଡମାଷ୍ଟର ଥିଲେ, ପୁଣି ହାଇସ୍କୁଲର ଆପଣ ଗୁରୁ ହେଇକି ଆସିଛନ୍ତି। କେତେ ଶିଷ୍ୟ ଆପଣଙ୍କର ଏ ଜଗତରେ? କିଏ ମୁଖ୍ୟମନ୍ତ୍ରୀ ହବ, କିଏ ମନ୍ତ୍ରୀ ହବ, କିଏ ଏମଏଲଏ ହବ, କିଏ ଆଇଏଏସ ହବ, କିଏ ଡାକ୍ତର ହବ, ହେଇଥିବେ। ତେବେ ଆପଣ କୁହନ୍ତୁ ଯେ ସେମାନେ ଆପଣଙ୍କ ସାଙ୍ଗେ ମିଶି ପାରୁନାହାନ୍ତି କାହିଁକି? ନା ଆପଣଙ୍କର ତାଙ୍କ ଭିତରେ ଯୋଗସୂତ୍ର ଆଉ ରହିଲାନି। ଆପଣ ପଢେଇ ଦେଇକି ଛାଡି ଦେଇଲେ। ହଁ ସିଏ ମିଶିବେ କେତେବେଳେ? ଯେତେବେଳେ ଆପଣଙ୍କୁ ଖୋଜିବେ ନା। ଆଉ ମୋ ଗୁରୁକୁଆ ଗଲେ ବୋଲି ମୁଁ ଏଡେ ବଡ ହେଲି ଗୁରୁଙ୍କ ଯୋଗୁ, ସେତେବେଳେ ଖୋଜିବେ ନା। ଆଉ ହଁ ଯଦି ଭାବିବେ, ମନ ତା କଥା ଭାବୁନି। ମନ କାହା କଥା ଭାବୁଛି? ଇନ୍ଦ୍ରିୟ ମାନଙ୍କ କଥା। ହୁଁ କାହିଁକି? ନା ମନର ଶାସନ ଟା ଇନ୍ଦ୍ରିୟ ମାନେ ଗ୍ରହଣ କରିନେଲେ। ବିବେକ କଥାଟାକୁ ଇନ୍ଦ୍ରିୟ ମାନେ ମାନିଲେନି। ତେଣୁ ମନ କଣ କଲା? ଇନ୍ଦ୍ରିୟ ମାନଙ୍କୁ ମାନେ ଏକାଠି କରିଦେଇ ହୁଁ ତାଙ୍କର ତ ରାଜା ହେଇଗଲା। ହୁଁ ବିବେକର କାମ କଣ? ନା ଚୈତନ୍ୟ ସତ୍ତା। ମନର କାମ କଣ? ନା ଚିତ୍ ସତ୍ତା। ମନ ଚାରିଟା ଅବସ୍ଥାରେ ବିଭକ୍ତ। କଣ ହଁ କଣ? ନା ମନ
ଚିତ୍ତ, ବୁଦ୍ଧି, ଅହଙ୍କାର। ମନ ଗୋଟିଏ, ସେ ଆଜ୍ଞା। ଚାରିଟା ଅବସ୍ଥା ହେଇଗଲା। ମନ ହେଲା ସେଇ, ଚିତ୍ତ ହେଲା ସିଏ, ବୁଦ୍ଧି ହେଲା ସିଏ, ଅହଙ୍କାର ବି ହେଲା ସିଏ। ତେଣୁ ବିବେକର ଆଉ ଅବସ୍ଥା କିଛି ନାହିଁ। ବିବେକର ଗୋଟିଏ ଅବସ୍ଥା ଚୈତନ୍ୟ ସତ୍ତା, ଅମଳିନ। ହୁଁ। ସିଏ ଅମଳିନ, ଅବ୍ୟକ୍ତ, ଅକ୍ଷୟ, ଅଗମ୍ୟ। ଆଜ୍ଞା। ଏବଂ ଏମାନେ କଣ କଲେ ନା ଇଏ ଚୈତନ୍ୟ କଥାଟାକୁ ଭୁଲି ଯାଇ ଚିତ୍ କଥାରେ ଇନ୍ଦ୍ରିୟ ମାନେ ପରିଚାଳିତ ହେଲେ। ହବାରୁ କଣ ହେଲା ନା ଯାହା ଅନିତ୍ୟ ତାକୁ ଧରିଲେ। ଘର, ସମ୍ପତ୍ତି, ପୁଅ ଝିଅ, ସୁନା ରୂପା, ପୋଷାକ, ସୌନ୍ଦର୍ଯ୍ୟ, ବେଶଭୂଷାରେ ରହିଲେ। ଏବଂ ମୁଁ ଗୁରୁଦେବ ଟିକେ ପଚାରିବି କି ଏଠି? କହନ୍ତୁ ମାନେ କଥା ହଉଛି କଣ କି, ମୁଁ କ୍ଲିୟର କହିବାକୁ ଚାହୁଁଛି। କହନ୍ତୁ ମାନେ ମୁଁ ହଉଛି ଗୋଟେ ପ୍ରଥମ ଶ୍ରେଣୀର ପିଲା। ଟିକେ ଉଚ୍ଚା ହେଇଯାଉଛି। ହଉ ହଉ ମୁଁ ଟିକେ ଯଦି ମାନେ ହଉ ହଉ ଆପଣଙ୍କୁ ହାୟର ଆଉ ଟିକେ ଷ୍ଟାଣ୍ଡାର୍ଡ ହେଇଗଲା ବେଳକୁ ମୁଁ ମୋଟେ ଖାଲି ହଁ ମାରୁଛି ମାତ୍ର। ଖାଲି ଆଉ ଟିକେ ହାଲକା କରିଦଉଛି। ମାନେ ପୁରା ହାଲକା କରନ୍ତୁ, ନହେଲେ ମାନେ ମୋର 1 ତାପରେ 2 ତାପରେ 3 ଆଡକୁ ଦରକାର। ଆମ 1 ଠାରୁ 15 ପର୍ଯ୍ୟନ୍ତ ହେଇପାରେ, ଗ୍ୟାପ ହଉ 14 ହଉ ହେଇଯାଉଛି। ହଉ ଆପଣଙ୍କର ଆଜ୍ଞା କାନ ଶୁଣୁଛି, ଆଜ୍ଞା ଆଖି ଦେଖୁଛି, ହଁ ପାଟି କଥା କହୁଛି, ହଁ ହାତ କର୍ମ କରୁଛି, ହଁ ପାଦ ଚାଲୁଛି। ହଁ। ଆକୁ କିଏ କରୁଛି? ଶୁଣୁଛି କିଏ? ଦେଖୁଛି କିଏ? କହୁଛି କିଏ? କାମ କରୁଛି କିଏ? ଚାଲୁଛି କିଏ? କିଏ? ମନ, ନା। ଚୈତନ୍ୟ। ହଁ, ଏ ସବୁ କଥାର ପରିଚାଳକ ହଉଛି ଚୈତନ୍ୟ ସତ୍ତା, ବ୍ରହ୍ମ ସତ୍ତା। ତା ଅର୍ଥ ଏଠି କିଏ କାହାକୁ କହୁଛି ରେ, ମୁଁ ଏଇଆ ବିବେକ ବୁଝିବି କହୁଛି, ଯେ ବିବେକ ମନ କହୁଛି ବିବେକ ଚୈତନ୍ୟକୁ କହୁଛି ନା ଚୈତନ୍ୟ ମନକୁ କହୁଛି? ଚୈତନ୍ୟ ମନକୁ କହୁଛି। ଆରେ ଭାଇ ମନ, ଏଥିରେ ହଁ କାହିଁକି ଅଛୁ? ଏଇଟା ଦେଖ କେତେ ମୁଁ କ୍ଲିୟର ବୁଝିଗଲି। ତା ଅର୍ଥ ଭଗବାନ ଭକ୍ତ, ଚୈତନ୍ୟ ମନ, ଗୁରୁ ଏଠି ଶିଷ୍ୟ, ଭଗବାନ ଭକ୍ତଙ୍କର ଆଉ କିଛି ସମ୍ପର୍କ ନାହିଁ। ଏଠି ପରମ ଗୋଟିଏ ଜୀବ। ଅଭକ୍ତ ମିଳିଛି। ମନ ହଉଛି ଅଭକ୍ତ, ଯିଏ ବ୍ରହ୍ମଙ୍କୁ ଚିହ୍ନୁନି। ସିଏ ଭାବୁଛି ମୁଁ ଚଳଉଛି, ହଁ ମୁଁ ତ ହାତରେ କାମ କଲି, ମୁଁ କଲି ଆଉ। ମୁଁ ତ କଥା କହିଲି, ମୁଁ କହିଲି, ଆଉ କିଏ କହିଲା? ମୁଁ ପରା କହିଲି, ମୁଁ ପରା ଦେଖିଲି, ମୁଁ ପରା ଶୁଣିଲି। ସେଇ କଥାଟାକୁ ବିବେକ କହୁଛି, ଆରେ ହେ ପାଗଳ, ତୁ କିଛି କରୁନୁ। ହୁଁ ଯୋଉ ପବନ ଟିକାକ ତୋ ଭିତରେ ବହୁଛି ବୋଲି ଏତେ କଥା ହଉଛି, ହୁଁ ସେ ଟିକାକ ଯଦି ବନ୍ଦ ହେଇଯିବ, ତୁ ନାହିଁ କୁ ମୁଁ ନାହିଁ, ବିବେକ ନାହିଁ କି ମନ ନାହିଁ। ହଁ। ପବନ ଟିକାକ ବନ୍ଦ ହେଇଗଲେ ନା ଶୁଣି ପାରିବୁ ନା ମନ ଦେଖିପାରିବୁ। ଚୈତନ୍ୟ ମନକୁ କହୁଛନ୍ତି। ଚୈତନ୍ୟ ଚିତ୍ତକୁ ବୁଝଉଛି, ମନ ନ କହିକି ସେଠି ହଁ ଚୈତନ୍ୟ ଚିତ୍ତକୁ ବୁଝଉଛି। ତାହେଲେ ଚିତ୍ତ କିଏ? ଚିତ୍ତ ମନ ନୁହଁ। ମନ ଯାହା ଧରି ରଖେ ତାହା ଚିତ୍ତ। ମନ ଯାହା ଧରି ରଖେ, ନାଇଁ କି? ହଁ, ମାନେ ପାଣି ମାଠିଆ ଟା, ପାଣି ମାଠିଆ, ଆଜ୍ଞା ମାଠିଆ ଟା ପାଣି ନୁହଁ। ଆଜ୍ଞା ପାଣି ମାଠିଆ ଟା ହଁ ପାଣି ମାଠିଆ, ହଁ ମାଠିଆ ଟା ପାଣି ନୁହଁ। ଆଜ୍ଞା ମାଠିଆ ଟା ପାଣିକୁ ଧାରଣ କରିଥିବାରୁ ତାକୁ ପାଣି ମାଠିଆ କୁହାଗଲା। ଆଜ୍ଞା ଆଜ୍ଞା ଆଜ୍ଞା। ତେଣୁ ମନ ଯେତେବେଳେ ଯାହା ଧରି ରଖିଛି ଯେ ମୁଁ କରୁଛି ବୋଲି, ହଁ ସେଇଟା ହଉଛି ଚିତ୍ତ। ହଁ ବୁଦ୍ଧିଟା କଣ? ବୁଦ୍ଧିଟା ହେଲା ମନ। ପୁଣି ବୁଦ୍ଧି କେତେବେଳେ ହବ? ଅନେକ ଦୂରରୁ ଆପଣ ଜଙ୍ଗଲ ବାଟ ଦେଇ ଯାଉଛନ୍ତି, ଅନେକ ଦୂରରୁ ଗୋଟେ ଜନ୍ତୁ ଦୌଡ଼ିକି ଆସୁଛି। ଆଜ୍ଞା ଆପଣ ଭାବୁଛନ୍ତି ବିଲୁଆ, ନାଇଁ ପ୍ରଥମେ ଭାବିଲେ କୁକୁର, ତାପରେ ଭାବିଲେ ବିଲୁଆ, ତାପରେ ଭାବିଲେ ଭାଲୁ, ତାପରେ ଭାବିଲେ ବାଘ, ତାପରେ ଭାବିଲେ ସିଂହ। ପାଖରେ ପହଞ୍ଚିଲା ବେଳକୁ ସେଟା ଗଧିଆ। ହୁଁ ଯେତେବେଳେ ଗଧିଆଟାକୁ ଆପଣ ଦେଖିଲେ, ନିଶ୍ଚିତ ହେଇଗଲେ ଯେ ଇଏ କୁକୁର ନୁହଁ, ବିଲୁଆ ନୁହଁ, ଭାଲୁ ନୁହଁ, ବାଘ ନୁହଁ, ସିଂହ ନୁହଁ, ଇଏ ଗଧିଆ। ଏଇଟା ହଉଛି ବୁଦ୍ଧି। ମନ ସେତେବେଳେ ବୁଦ୍ଧି ହେଇଗଲା। ଆଜ୍ଞା। ଅହଙ୍କାର କେତେବେଳେ ହେଲା? ନା ମୁଁ ଯେତେବେଳେ ସେ ନିଜ ମୁଁ ବୋଲି କହିଯିବ। ନାଇଁ, ମୁଁ ଜାଣିପାଇଲି ଯେ ଇଏ ଗଧିଆ, ମୁଁ ଜାଣିପାଇଲି ଇଏ ଗଧିଆ। ତାର୍ଥ ମନ, ତାର୍ଥ ମନରେ ଯେତେବେଳେ ମୁଁ ମିଶିଯିବ, ସେଇଟା ଅହଙ୍କାର ହେଇଯିବ। ହଁ, ଆଚ୍ଛା, ବୁଦ୍ଧିରେ ଯେତେବେଳେ କଣ ମନଟା ମିଶିଲେ? ନିଜେ ମୁଁ, ମନଟା ନିଜେ ମୁଁ।
ମନଟା ନିଜେ ହଉଛି ମୁଁ। ଯେମିତି ଆପଣ ସ୍କୁଲ କୁ ଗଲା ବେଳେ ପିଲା ଆପଣଙ୍କୁ ସାର୍ କହନ୍ତି ନା, ଆଉ ଗୁରୁ କହନ୍ତି ନା, ଆଉ ଆଜ୍ଞା ଘରକୁ ଆଇଲା ବେଳେ ପୁଅ କଣ କହେ? ବାପା। ବାବା। ସ୍ତ୍ରୀ କଣ କୁହନ୍ତି? ସ୍ୱାମୀ। ଭାଇ କଣ କୁହନ୍ତି? ଭାଇ। ବାପା କଣ କୁହନ୍ତି? ପୁଅ। ଗୋଟିଏ ଲୋକ 5 ପ୍ରକାର ଅବସ୍ଥା। ଆଜ୍ଞା। ଲୋକ କିନ୍ତୁ ଗୋଟେ, ଲୋକ ହଉଛି ଗୋଟେ। ଅବସ୍ଥା କିନ୍ତୁ 5। ହଁ ସେମିତି ମନଟା ହଉଛି ମୁଁ, ହଁ ବିବେକଟା ବି ମୁଁ। ହଁ ମନ ଗୋଟେ ମୁଁ, ବିବେକ ବି ମୁଁ, ହୁଁ ଏ 2 ଜଣ ଯାକ ମୁଁ। ଆଜ୍ଞା କିନ୍ତୁ ମନ ମୁଁ ଟା ସକାଳୁ ଶୋଇବା ପର୍ଯ୍ୟନ୍ତ ଥାଏ। ହୁଁ ବିବେକ ମୁଁ ଟା 24 ଘଣ୍ଟା ଥାଏ। ମନ ଆପଣ ଶୋଇ ପଇଲା ପରେ ଆଜ୍ଞା ମିଛ ମୁଁ ମରିଗଲା, ସତ ମୁଁ ବିବେକ ମୁଁ ଜଗି ରହିଲା। ଯଦି ବିବେକ ମୁଁ ଟା ମରିଯିବ ଆପଣ ଆଉ ଉଠିବେନି, ତାମାନେ ପ୍ରାଣ ଚାଲିଯିବ। ହୁଁ ପ୍ରାଣ ଚାଲିଗଲେ ବିବେକ ରହିବନି କି ମନ ରହିବନି। ହୁଁ ତାମାନେ ପ୍ରାଣ ରହିବା ତକ ବିବେକ ରହିବ, ହୁଁ ମନ ବି ରହିବ। ତାମାନେ ପ୍ରାଣ 2 ଜଣଙ୍କୁ ଜନ୍ମ କରିଛି। ଆଜ୍ଞା ଏ 2 ଜଣ ଯାକ ଭିତରୁ ଇଏ 2 ଜଣ କଥା ହଉଛନ୍ତି, ସାନ ଭାଇ ବଡ ଭାଇ। ହଁ ବଡ ଭାଇ ହଉଛି ବିବେକ, ହୁଁ ସାନ ଭାଇ ହଉଛି ମନ। ହଁ ବିବେକ କହୁଛି କାହିଁକି ତୁ ଅବୁଝା ହଉଛୁ, ହୁଁ ତୁ ଟିକେ ବାପାଙ୍କ କଥା ବୁଝେ। ମାନେ ତୁ ଟିକେ ବସିକି ଅବନା ବନେ। ଅବନା ବନେ। ମାନେ ଅବନା ମାନେ ଏଇ କହୁଛି ତୁ ଟିକେ ଅବନା ବନେ, କହୁଛି ସେ ଅବନା ଟିକେ ବନେ। ଆଚ୍ଛା, କୋଉଠି ବନିବୁ? ନା ଯୋଉଠି ହଂସ ଖେଳୁଛି। ହଂସ କୋଉଠି ଖେଳୁଛି? ନା ଅବନା ବନରେ। ଅବନା ବନ କୋଉଠି ଅଛି? ଆଜ୍ଞା ଚକ୍ରରେ। ଆଜ୍ଞା ତାର ଆଚ୍ଛା ଖେଳର ପରିସୀମା କେତେ? ସହସ୍ରାରୁ ଆଜ୍ଞା, ଆଜ୍ଞାରୁ ନାସା, ନାସାରୁ କଣ୍ଠ, କଣ୍ଠରୁ ହୃଦୟ, ହୃଦୟରୁ ନାଭି। ପୁଣି ନାଭିରୁ ହୃଦୟ, ହୃଦୟରୁ କଣ୍ଠ, କଣ୍ଠରୁ ନାସା। ହୁଁ ଆଉ ଆଜ୍ଞାକୁ ଯିବନି ସେ। କାହିଁକି? ନା ସେଇଟା ହଉଛି ଅଙ୍ଗାରକାମ୍ଳ। ହଁ ହଁ ପଶିଲା ପ୍ରାଣ, ଆଜ୍ଞା ପ୍ରଶ୍ୱାସ, ନିଶ୍ୱାସ ବାହାରିଲା। ଆଚ୍ଛା ହଉ, ମୁଁ ଟିକେ ଆଉ ଟିକେ ସିମ୍ପଲିଫାଇ କରିଦଉଛି। କୁହନ୍ତୁ। ମୁଁ ଯାହା ବୁଝିଲି ଯେ ବାୟୁମନ ହଉ ବସି ଅବନାବନ ଏଇ ପର୍ଯ୍ୟନ୍ତ ଆମେ ଯାଇଛେ ମାତ୍ର। ହଁ। ଏଥିରେ ଚୈତନ୍ୟ ଚିତ୍ ଶକ୍ତି କି କହୁଛନ୍ତି, ହୁଁ। ବା ଚୈତନ୍ୟ ମନକୁ କହୁଛନ୍ତି କହିଲେ କିଛି ଭୁଲ ହବନି। ଭୁଲ ହବ। ଭୁଲ ହବ? କାହିଁକି? ହଁ କାହିଁକି? ନା ମନ କେତେବେଳେ ବିବେକ ସାଙ୍ଗେ ସାକ୍ଷାତ ହୁଏ ନା। ମନ ଯେତେବେଳେ ତା ରୂପ ବଦଳାଏ, କେତେବେଳେ ବାପା ସ୍କୁଲରେ ପାଠ ପଢାନ୍ତି ନାହିଁ। ତା ଅର୍ଥ ଚୈତନ୍ୟ ଶକ୍ତି ଚିତ୍ ଶକ୍ତି କହୁଛନ୍ତି। ହଁ। ଆଚ୍ଛା ଆଚ୍ଛା, ମୁଁ ଏଇଠି ଟିକେ କ୍ଲିୟର ହେଇଗଲି ଯେ ବାପା ସ୍କୁଲରେ ପାଠ ପଢାନ୍ତି ନାହିଁ, ସାରେ ସ୍କୁଲରେ ପାଠ ପଢାନ୍ତି। ଆଚ୍ଛା, ତାହେଲେ ମୁଁ ଏଇଆ କ୍ଲିୟର ହେଇଗଲି ଯେ ଚୈତନ୍ୟ ଶକ୍ତି ଚିତ୍ ଶକ୍ତି କି କହୁଛନ୍ତି ହୁଁ ବସି ଅବନା ବନ। ହୁଁ ଅବନା ବନାନ ମାନେ ଅବନାଟା ତ ବନାନ ନୁହେଁ। ନା। ତେଣୁ ତୁ କଣ କରିବୁ, ଅବନା ବନକୁ ଟିକେ ପଶିବାକୁ ତ ତୁ ରାଜି ହଉନୁ। ହୁଁ ତେଣୁ ତତେ କିନ୍ତୁ ପଶିବାକୁ ପଡିବ। ହୁଁ। କୋଉଠିକି ପଶିବ? ତାର ମନର ଆଚ୍ଛା, ପଶିଲେ ତାର ଲାଭ କଣ ହବ? ହଁ କହୁଛି, ସେଇ କଥା ଲାଭ ଆରମ୍ଭ କରୁଥିଲି। ମନର ସ୍ଥାନ ଉତ୍ପତ୍ତି ସ୍ଥଳ କୋଉଟା? ମନଟା ହଉଛି ତ ଉତ୍ପତ୍ତି ସ୍ଥଳ ହଉଛି ମାନେ 25 ପ୍ରକୃତି ଧରି ରାଜା ଅଛି ହୋଇ ତହିଁରେ ମନ ରାଜା କରିଅଛି ଘର, ସେଇ ଅଛି ପଦଟା। ଉତ୍ପତ୍ତି ସ୍ଥଳ କୋଉଠି? କୋଉଠୁ ଜନ୍ମ ନଉଛି ମନ? ତା ସ୍ଥାନ କୋଉଠି? ମାନେ ମନର ଘର କଥାଟା କୋଉଠି କହିଲୁ? କୋଉଠୁ ଜନ୍ମ ନେଲା? ମନର ଉତ୍ପତ୍ତି କୋଉଠୁ ହେଲା? ମନର ଉତ୍ପତ୍ତି ସେଇ ଚୈତନ୍ୟ ଘଣ୍ଟିକାରୁ ଶକ୍ତିରୁ। ନା, ଘଣ୍ଟିକାରୁ। ଘଣ୍ଟିକାରୁ, ଆଚ୍ଛା ଆଚ୍ଛା। କଣ୍ଠରୁ। ହୁଁ କଣ୍ଠରେ କିଏ ଅଛି? ଆକାଶ। ଆଜ୍ଞା ଆକାଶରେ କିଏ ଅଛି? ଶବ୍ଦ ଏବଂ ବାୟୁ। ହଁ ବାୟୁର ଜନକ ହଉଛି ଆକାଶ, ଶବ୍ଦର ଜନକ ହଉଛି ଆକାଶ। ହଁ ଆପଣ କିନ୍ତୁ ବାୟୁଟା ପାଉଛନ୍ତି, ଶବ୍ଦଟା ପାଉନାହାନ୍ତି। ହଁ ଚୈତନ୍ୟ କହୁଛି ଚିତ୍ତକୁ, ଆରେ ଚିତ୍ତ ତୁ ତ ଆସିଲୁ ସ୍କୁଲକୁ ପାଠ ପଢେଇବାକୁ, ପଢଉନୁ। ନା ମୁଁ ତ କିଛି ଜାଣିନି, କଣ ପଢେଇବି? ନା ଆଇଛୁ କାହିଁକି? ପଢା। କଣ ପଢେଇବି?
ତୁ ପଢା ଯେ ବାୟୁ ଆକାଶରେ ଯୋଉ ଶବ୍ଦଟା ହଉଛି ସେଇଟା କଣ? ଆକାଶରେ ଯୋଉ ଶବ୍ଦଟା ସୃଷ୍ଟି ହଉଛି ସେଇଟା ଆମ ପାଖକୁ ଆସୁନି କାହିଁକି ନା ସେଇଟା ସ୍ଥାନିକ, ଯୋଉଠି ଅଛି ସେଇଠି। ଆଜ୍ଞା ଧରନ୍ତୁ ହୁଁ ଆପଣଙ୍କ ଘରେ ହୁଁ ଗୋଟେ ରୁମକୁ ବନ୍ଦ କରି ଭ୍ୟାକୁମ କରିଦିଆହବ, ଆଉ ବାୟୁ ରହିବନି। ତା ଭିତରେ କଲିଂ ବେଲ ବଜେଇଲେ ଆପଣ ଆଉ ଶୁଣିପାରିବେନି, ନାଇଁ କିନ୍ତୁ ଶବ୍ଦ ହବ ନା ନାଇଁ? କଲିଂ ବେଲଟା ଆପଣ ବାହାରୁ ମାରିବେ, ଘରେ ବାଜିବ ନା ବାଜିବନି? ବାଜିବ। କିନ୍ତୁ ଶୁଭିବନି। କାରଣ କଣ? ବାହକଟା ନାହିଁ। ବାହକ କିଏ? ନା ବାୟୁ। ତାହେଲେ ଆକାଶ ତତ୍ତ୍ୱରୁ ଶବ୍ଦ ତତ୍ତ୍ୱକୁ ବାୟୁ କାହିଁକି ବୋହିକି ଆଣୁନି? ଏଇଥିପାଇଁ ବୋହିକି ଆଣୁନି, ସେଇଟା ସ୍ଥାନିକ ଶବ୍ଦ, ଅନାହତ। ଅନାହତଟାକୁ କାଲା ବାହ୍ୟ ଶବ୍ଦ ଶୁଣି ପାରିବନି, ବାଜା ବାଜିଲେ ଶୁଣି ପାରିବନି, କିନ୍ତୁ ଅନାହତ ଶବ୍ଦ ଶୁଣିପାରିବେ। ଯୋଉମାନେ ଜଡ, ମୂକ, ବଧିର, ସେମାନେ ଶୁଣିପାରିବେ। ତେଣୁ ମନର ଉତ୍ପତ୍ତି ହଉଛି କଣ୍ଠରୁ। ହଁ କଣ୍ଠରେ ଅଛି ଆକାଶ। ହଁ ମନ ପବନରେ ଯାନ, ମନ ପବନ ଯାନରେ ଯାଆନ୍ତି କିଏ? ନାରଦ। ହଁ ମନ ପବନ ହଉଛି ତାଙ୍କର ଯାନ। ହୁଁ ଆଚ୍ଛା, ସେ ଯାନଟା କୋଉଥିରେ ତିଆରି? ଢିଙ୍କିରେ। ହଁ ଢିଙ୍କିର କାମ କଣ? ପାହାର। ହଁ ପାହାରର ଶବ୍ଦ କେମିତି? ସେଇଟା ହଉଛି ସୋହମ୍। ଶୁଭମ୍। ପାହାରର ଶବ୍ଦ ସୋହମ୍। କେତେ ପାହାର ପକାନ୍ତି ଦିନକୁ? 21,606 ଥର। ଛଅଟା ଗୁପ୍ତ, 21,600 ମୁକ୍ତ। ଏବଂ ମନ କଣ୍ଠରେ ଉତ୍ପତ୍ତି ହେଇ ଯାଏ କୁଆଡେ? ତାର ଖେଳ କୋଉ ପର୍ଯ୍ୟନ୍ତ, ସୀମା କୋଉ ପର୍ଯ୍ୟନ୍ତ? ଚକ୍ଷୁ ପର୍ଯ୍ୟନ୍ତ। ଆଖି ବନ୍ଦ ଆଜ୍ଞା କଲେ ଆପଣଙ୍କର ମନ ମରିଯିବ। ଆଜ୍ଞା ଆପଣ ସିନା ଗୋଟେ ଫଳ ଦେଖିଲେ ଇଚ୍ଛା ହବ, ଏ ଫଳଟା ସୁନ୍ଦରିଆ ହେଇଛି, ଖାଆନ୍ତି। ହଁ ନ ଦେଖି ପାଇଲେ? ଆଖିରେ କିଏ ବଇଛି? ନା ଅମନ। ଆଖି ବନ୍ଦ କରିଦେଲେ ମନଟା ଅମନ ହେଇଗଲା। ହୁଁ ଚିତ୍ତକୁ ଚୈତନ୍ୟ ଏତିକି ବୁଝଉଛି। ଚିତ୍ତକୁ ଚୈତନ୍ୟ। ଏତିକି ବୁଝଉଛି ଯେ ହଁ ତୁ ଅବନାବନରେ ପଶେ। ଅବନାବନ କୋଉଠି? ନା ଆଜ୍ଞା ଚକ୍ର। ଆଜ୍ଞା ଚକ୍ର କୋଉଠି ଅଛି? ନା ଆଖିର 2 ଆଙ୍ଗୁଳ ଉପରେ। ତୃପ୍ତ। ତୁ ସେଇ ଯାକେ ଟିକେ ଯା, ଆଖିଟାକୁ ବନ୍ଦ କରିଦେଲେ ଅବନା ଅବନା କୋଉଠି? ଆଜ୍ଞା ଚକ୍ରରେ। ହୁଁ। ଏଇଟା ମୁଁ ଏଇଟା ଟିକେ କ୍ଲିୟର ହେଇଗଲି। ଅବନାଟା ହଉଛି ଆଜ୍ଞା ଚକ୍ରରେ। ଆଜ୍ଞା ଚକ୍ରରେ ଅବନା କୋଉଠି ଅଛି? ଆଜ୍ଞା ଚକ୍ରରେ। ବାସ୍। ତାପରେ ଯିବ କେମିତି? ଚଢିବ କାହା ଦ୍ଵାରା ଚଢିବ? ଆଖିକି ବନ୍ଦ କଲେ ଚଢିବ। ଆଖିରେ ବସିଛି ଅମନ, କାହା ଜିଭରେ ଦ୍ଵାରା ବସିଛି ମନ। ମାନେ କାହା ଦ୍ଵାରା ଉଠିବ? ଆଖି ଦ୍ଵାରା। ଆଖିରେ ମନ, ଆଖିରେ ସବୁ କରୁଛି ନା ଆଉ। ଆଜ୍ଞା ଆଖି ଦ୍ଵାରା। ଆପଣ ମାନେ ଏବେ ଇନ୍ଦ୍ର ଆଖି ବନ୍ଦ ଇନ୍ଦ୍ର କରିକି ଭୂମିକା ତାର ଲେଖିପାରିବେ କି? କରିବାକୁ କହୁଛି ଆଉ। ଆଖି ବନ୍ଦ କଲେ ଲେଖିପାରିବେ କି? ନାଇଁ। ଆଖି ବନ୍ଦ କଲେ ବାଟ ଚାଲି ପାରିବେ କି? ହଁ ଆଖି ବନ୍ଦ କଲେ ସୁନ୍ଦର ସୁନ୍ଦର କହିପାରିବେ କି? ହୁଁ ଆଖି ବନ୍ଦ କରିକି ଜଗନ୍ନାଥଙ୍କୁ ଦେଖିପାରିବେ କି? ନାଇଁ। ଚୈତନ୍ୟ ସେଇ କଥା କହୁଛି। ହଁ କହୁଛି ତୁ ଯୋଉ ଆଖି ଖୋଲିକି ଜଗନ୍ନାଥ ଦେଖିଲୁ ସେଇଟା ମିଛ। ହଁ ତୁ ଆଖି ବନ୍ଦ କରିକି ଦେଖେ ଜଗନ୍ନାଥ କେମିତି ଦେଖା ଯାଉଛି କହିବୁ। ସେଇଟା ହଉଛି ଅବନା ବନିଲେ ଅମିଶା ମିଶିବ। ହଁ। ଆଚ୍ଛା ଥାର୍ଡ ଅମିଶାଟା କଥା ହଉଛି ଆସିବ। ମନ, ଅମିଶାଟା ହଉଛି ମନ, ଚୈତନ୍ୟଟା ହଉଛି ମିଶା। ମାନେ ଅମିଶା ହଉଛି ମନ। ମନ, ଚୈତନ୍ୟଟା ହଉଛି ମିଶା। ତୁ ଅବନାବନେ ଅର୍ଥ ଆଖି ବୁଝିଦେ। ଆଖି ବୁଝିଲେ ଅମନ ହବୁ। ଆଜ୍ଞା ଅମନ ହେଲେ ହଁ ତୁ ମିଶିଯିବୁ, ହଁ ଅମିଶା ମିଶିବ। ହଁ। ଆଉ ତାପରେ ଅମାପରେ ମାପ ହେବ। ତୁ ସେ ଯୋଉ ଏହା ଦ୍ଵାରା ତୋର ଯୋଉ ଧନ ପାଇବୁ ବା ଯୋଉ ସମ୍ପତ୍ତି ପାଇବୁ, ହଁ। ସେ ସମ୍ପତ୍ତି କି ମାପ କରିବା ଭଳିଆ ଯନ୍ତ୍ର ସଂସାରରେ ନାହିଁ। ନାହିଁ। ତା ଅର୍ଥ ସେଇଟା ଅମାପ। ଅମାପ ନୁହଁ, ସେଇଟା ବି ଗୋଟେ ମାପ। ସେଇଟା ଗୋଟେ ମାପ, କିନ୍ତୁ ହଁ, ସେ ମାପ ଅମାପଟା ବି ଗୋଟେ ମାପ। ଆଜ୍ଞା ଅମାପଟା ଗୋଟେ ମାପ ନୁହଁ କି? ସେଇଟା ଗୋଟେ ଆପଣ ଗୋଟେ ନଦୀ କୂଳରେ ଠିଆ ହେବେ, ଆପଣଙ୍କ ପୁଅ ପାଖରେ ଠିଆ ହେଇଛି,
ସେ ପଚାରେ ବାପା ଏ ନଦୀରେ କେତେ ପାଣି? ନା ହଁ ଅମାପ ମାପ ପାଣି। ହଁ ସେଟା ବି ଗୋଟେ ମାପ ପୁଅ ପାଇଁ ହେଲା କି ନାଇଁ? ସେଟା ଗୋଟେ ମାପ ହେଲା। ଆଉ ଅମାପଟା ଗୋଟେ ମାପ ହେଲାନି? ପୁଅ ବୁଝିଲା ଯେ ଅକଳନ। ଓକେ। ତେଣୁ ତାର ମୁଁ ଅମାପଟା କେମିତି? ଆପଣଙ୍କ ମାନେ ଆପଣ ଭାଗବତ ତ ପଢନ୍ତି। ଆଜ୍ଞା ମତେ ଭାଗବତ ଧାଡିଏ ପଢିକି ଶୁଣେଇ ଦିଅନ୍ତୁ। ହଁ। ଯୋଉ ପଦ ପଢୁଛନ୍ତି ପଢନ୍ତୁ। ଗୋବିନ୍ଦ 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 ପଦୁ ଗଳୁଛି ମକର। ଠିକ ରେ ପଢନ୍ତୁ। ସ୍ୱର ଆଜ୍ଞା ସ୍ୱରରେ ପଢନ୍ତୁ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ପଦୁ ଗଳୁଛି ମକରନ୍ଦ। ଆଜ୍ଞା ସେ ସେ ମକରନ୍ଦ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ ହେଳେ ତରିଲେ ବ୍ରଜନାରୀ। ଆଚ୍ଛା, ଇଏ ଭାଗବତଟି ସମସ୍ତେ ଏମିତି ପଢୁଛନ୍ତି ନା ଆଉ କିଛି ଅଲଗା ଅଛି? ସ୍ୱର କଥା କହୁନି। ମାନେ ସ୍ୱର ନା ଅନ୍ୟ କଣ କଥା ନାଇଁ, କହୁଛନ୍ତି? ସ୍ୱର କଥା କହୁନି। ୟାକୁ କେମିତି ପଢୁଛନ୍ତି? ସମସ୍ତେ ଭାଗବତକୁ ଏଇଆ ପଢୁଛନ୍ତି ନା ଆଉ କଣ? ହଁ, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଆପଣ ଠିକ ପଢିଲେ ବୋଲି ଭାବୁଛନ୍ତି କି? ନାଇଁ ନାଇଁ କାହିଁକି? ନାଇଁ ଯଦି କାରଣ କହନ୍ତୁ। କାରଣ ହେଲା ଯେ ୟାକୁ ପଢିବା ପାଇଁ ଯୋଉ ବିଭିନ୍ନ ଶୈଳୀ ଦରକାର, ମୁଁ ନାଇଁ, ମୋ ଶୈଳୀ ତ ଶୈଳୀରେ ମୁଁ କହିନି। ମୁଁ ଶୈଳୀ କଥା କହୁନି ତ। ମୁଁ କହୁଛି ଶୁଣନ୍ତୁ। ହଁ ଗୋବିନ୍ଦ 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 ଆଜ୍ଞା ପଦୁ ଗଳୁଛି ମକରନ୍ଦ। ଗାର ଆଜ୍ଞା ଗୋଟେ ଗାର ଅଛି ନା ନାଇଁ? ଗାର ଅଛି। ଆପଣ ଛାଡିଗଲା ମାନେ ଭୁଲ କଲେ କି ନାଇଁ? ହଁ ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ତାପରଟା କହନ୍ତୁ। ସେ ବ୍ରଜ ନା 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 ନା, ଆଉ କଣ ଗାର ଗାର ଡବଲ ଗାର। ଦିଟା ଗାର ନାଇଁ? ଭାଗବତ ଦେଖୁନାହାନ୍ତି। ହଁ ହଁ ପରା କହିଲି ଦିଟା ଗାର ଅଛି। ଏଇ ଲେଖା ତ କହୁଛି କାହାଣୀ, ସେ ହଁ ଗାର ତ କହୁଛି ଭାଗବତ। ଆଚ୍ଛା ଆଚ୍ଛା କାହିଁକି ନା ଇଏ ଗୋଟିଏ ପଦରେ ତିନିଟା ଗାର। ହଁ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ଇଏ ହେଲା ଗୋଟିଏ ପଦ। ଆଜ୍ଞା ଇଏ ଗୋଟିଏ ପଦର ତିନୋଟି ଗାର। ଇଏ ତିନି ଗାର କିଏ? ସତ୍ୟରଜତମ ଏବେ ପାଇଲେ ଭାଗବତ। ସିଏ ଅଛନ୍ତି ସତ୍ୟରଜତମ କହିପାରିବା, ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିପାରିବା, ଆଉ ଉତ୍ପତ୍ତି ସ୍ଥିତି ପ୍ରଳୟ କହିପାରିବା, ତ୍ରିଗୁଣ ରଜୁ କରେ ଧରି କହିପାରିବା। ହେଲା, କିନ୍ତୁ ଏ ସବୁ ଗୁଡିକ ଭୁଲ। ହଁ ଠିକଟା କଣ? ଠିକଟା କଣ? ଗାର 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 ଏ ଗାର ଏ ଗାର ହଁ ମିଶିଲେ କେତେ ହବ? ମାନେ ସେ ଗାରକୁ ଏଗାର ମିଶିଲେ ନା ନା, ଏ ଗାର ଏଗାର ଏଗାର ମିଶିଲେ କେତେ ହବ? 22। 24। ଅଙ୍କ ଭୁଲ ହେଲା। 11 ମାନେ 11 ମିଶିଲେ ତ ଅଙ୍କ କହୁଛି 22। ଭୁଲ ହଁ ହଉଛି କାହିଁକି? ଆଉ ଯୋଡିଏ ଗାର ଅଛି ଯଦି ମିଶେଇବା ଆମକୁ ପଡିବ ଆଉ। ନାଇଁ, ଏ ଗାର ହେଲା 12, ସେ ଗାର ହେଲା 12। କେମିତି? ନା ସୋ ପଶିଲା 12, ବାହାରିଲା ହଂ 12, ମିଶିଲେ ହେଲେ 24। ହଁ ଏବେ ମାପ ପାଇଲେ? ଆଜ୍ଞା ନାକ ଅଗ ଦିଟା। ଗୋଟେ ହୁଁ ସ୍ଥୂଳରେ ହଉଛି ନାକ ଅଗ, ଯୋଉଟା ନିଶ ପାଖରେ ଅଗ। ହୁଁ ଆଉ ଗୋଟେ ନାକ ଅଗ ହଉଛି ଯେତେବେଳେ ବୃକ୍ଷ ଓଲଟିବ, ଓଲଟ ବୃକ୍ଷ ଖେଳୁଛି ଲୋଟଣୀ ପାରା, ଆଜ୍ଞା ତାମାନେ ଶରୀରଟା ଓଲଟ। ହୁଁ ଉଲଟେଇ ଦେଲା ପରେ ନାକ ଅଗ କୋଉଟା ହବ? ତ୍ରିକୁଟରେ ଯୋଉଠୁ ଆରମ୍ଭ ହେଇଛି ନାକ। ଆଜ୍ଞା ବୁଝିପାରିଲେ? ଆଜ୍ଞା ନାକ ଅଗ ଯୋଉଠୁ ନିଶ ପାଖରୁ ଅଗ, ସେଇଠୁ ସହସ୍ରା ଯାଏ 12 ଆଙ୍ଗୁଳି। ମାପନ୍ତୁ ମାପନ୍ତୁ, ମାପିକି କହନ୍ତୁ। ସବୁ ଗୁଡିକ ଏକ୍ଜାକ୍ଟଲି ପ୍ରମାଣରେ ଯାଉ। ହଁ ମାନେ ପ୍ରାକ୍ଟିକାଲ ପ୍ରାକ୍ଟିକାଲ ହଉ। ହଁ ମାନେ ନାସା ଆଗ୍ନିରୁ ଆଜ୍ଞା ଚକ୍ର ପର୍ଯ୍ୟନ୍ତ। ମାପି ଚାଲନ୍ତୁ। 8 ଆଙ୍ଗୁଳି ହବ ଆଜ୍ଞା ଚକ୍ର ଯାଏ। ହଁ ତାପରେ ଆଉ 4 ଆଙ୍ଗୁଳି ମିଶେଇଲେ ତ ଆସିଗଲା
ଆପଣ ମାପିକି କହୁନାହାନ୍ତି ହଁ ସହସ୍ର ମାପି ସାରିଲିଣି। 12 ଆଙ୍ଗୁଳି ହେଲା। ହଁ 4 4 8 ହେଇଗଲେ ହେଇଗଲା ମାନେ ତ୍ରିକୁଟ ସନ୍ଧି। ହୁଁ ତାପରେ ଆଉ 4 ହେଇଗଲେ ତ ଆସିଗଲା ଯୋଉଟା ହଉଛି ଯେଉଁ ବିନ୍ଦାଣି ତ ସହସ୍ରା। କଲା, ଯେଉଁ ବିନ୍ଦାଣି ତ କଲା ନିମାଣ ଆଉ। ହୁଁ ସେଇଟା ହଉଛି କାଉଁରୀ ହାତ। କାଉଁରିଆ। ଗୋଲା ହାତ ହଉଛି କାନ, ହଁ ରସ ହାତ ହଉଛି ଜିଭ, ହଁ ନାମ ହାତ ହଉଛି ନାକ। ନାମ ନାକ। ହେଲା। ହଁ ଆଉ ଟିକେ ସିମ୍ପଲ, ମାନେ ଆଉ ଟିକେ ଆମେ ବହୁତ ଦୂର ଆଡେ ପଳେଇଲେ ଗୁରୁଦେବ। କୁହନ୍ତୁ କୁହନ୍ତୁ। ଆମେ ଆମର ଆଲୋଚନା ମାଧ୍ୟମରେ ଅନେକ ଦୂର ଆଡକୁ ଟିକେ କଟି କଟି ଗଲେ ହେରି। ହଉ କୁହନ୍ତୁ। ଆମେ ବର୍ତ୍ତମାନ ଏଇ ପ୍ରଥମ ଘୋଷା ପଦ ଯୋଉ 3 ଧାଡି ଅଛି, କୁହନ୍ତୁ। ବାଇମନ ହୋ ବସି ଅବନାବନ, ଅବନା ବନିଲେ ଅମିଶା ମିଶିବ, ଅମାପରେ ମାପ ହେବ ତ ଧନ। ଏତିକି ଭିତରେ ଆମେ ଥିଲେ ହୁଁ ଏବଂ କଣ ଆଲୋଚନା ହବ? ନାଇଁ ଏଇଥିରେ ଆଲୋଚନା ଭିତରେ ଆମେ ଅନେକ ଦୂର ଆଡେ ପଳେଇଲେ। ହୁଁ ତାକୁ ମୁଁ ପୁଣି ନ୍ୟୁଟ୍ରାଲାଇଜ କରିବାକୁ ଚାହୁଁଛି। କହନ୍ତୁ। ନ୍ୟୁଟ୍ରାଲାଇଜ ମାନେ ଏଠି ବାୟୁମନୋହ କହିଲେ ଚୈତନ୍ୟ ଶକ୍ତି ଚିତ୍ ଶକ୍ତି କି କହୁଛନ୍ତି ତୁ ଅବନା ବନ। ହୁଁ ଅବନା ତ ବନାନ ହେଇପାରିବନି, ତୁ ଅବନା ବନକୁ ପଶିବାକୁ ତ ରାଜି ନୁହଁ, ତେଣୁ କିନ୍ତୁ ତୋତେ ପଶିବାକୁ ପଡିବ। ହଁ ଅବନାବନକୁ ପଶିଲେ ତୋର କଣ ଲାଭ ହବ ଜାଣିଛୁ ନା ନାଇଁ? ହଁ କଣ ଲାଭ ହବ ନା ଅମିଶା ମିଶିବୁ। ହୁଁ ମିଶିଲା ଅମିଶା, ଆଜ୍ଞା ମିଶିଗଲାଣି। ହଁ ମିଶିଗଲା ତୁ ଅମିଶାରେ, ଯୋଉଠି ମାନେ ଏଠି ଆପଣ ଗୋଟେ ଉଦାହରଣ ଦେଇକି ମଧ୍ୟ ବୁଝେଇଦେଲେ ମତେ ଯେ ଝରଣାଟା କଣ ନଦୀ, ହୁଁ ଝରଣାଟା କିନ୍ତୁ ଝରଣାଟା କଣ ସମୁଦ୍ର। ହୁଁ ତୁ ଝରଣା ହେଇକି କାହିଁ ରହିବାକୁ ଚାହୁଁଛୁ? ତୋ ଝରଣାର ଆରମ୍ଭ ଯୋଉଠୁ ହଉନା କାହିଁକି, ତୁ ହଁ ମିଶିବାକୁ, ତୁ ନଦୀ ହେଇରେ ମିଶିବୁ ଏବଂ ନଦୀ ଯାଇକି ସମୁଦ୍ରରେ ମିଶିବ। ବାସ୍। ସେଇଟା କାହିଁକି ତୁ ଭୁଲି ଯାଉଛୁ? ହୁଁ ତେଣୁ ଏଇଭଳିଆ ମିଶିବାକୁ ତତେ ପଡିବ। ହୁଁ ଆଉ ଯେତେବେଳେ ତୁ ମିଶି ଯିବୁ ତୁ ଆଉ ସେତେବେଳେ, ଝରଣା ହେଇକି ରହିପାରିବୁନି। ଆଜ୍ଞା ଆଉ ଝରଣା ରହିବନି। ଆଉ ଝରଣା ରହିବୁନୁ, ତୁ ହେଇଯିବୁ କଣ ମହାସମୁଦ୍ର ଭିତରେ ମିଶିଯିବୁ। ବାସ୍। ମହାସମୁଦ୍ର ଭିତରେ ମିଶିଗଲେ କଣ ହବ ନା ତୋର ଯୋଉ ଧନ ବା ତୋର ଯୋଉ ଧନ ରହିବ, ହୁଁ ସେ ଧନଟା ଅମାପରେ ମାପ ହବ। ବାସ୍ ହେଇଗଲା। ଅକଳନ ଅନଲିମିଟ। ଆଜ୍ଞା ଅକଳନ ଅକଳନ। ଅକଳନରେ ତୁ ପଶିଯିବୁ। ହୁଁ ଆଉ ତୁ ଏଇ ଯୋଉ 25 ପ୍ରକୃତି କି ତୁ ଧରିକି ଆଉ ଚଲେଇଛୁ, ମାତ୍ରା ହବୁନି, ମାତ୍ରା ଗୁଡିକ ହଉଛି ପ୍ରକୃତି। ହଁ ଏଇ ଯୋଉ ପ୍ରକୃତି ଧରିକି ଚଲେଇଛୁ, ଏଥିରୁ ବନ୍ଦ କରେ। ମାତ୍ରାଟା ହଉଛି ତୁ ପ୍ରକୃତି। ଅବନାବନରେ ପଶିବାକୁ ପଡିବ। ହୁଁ ଏଇଟା ହେଲା ଘୋଷା ପଦ। ମୁଁ ଏତିକି ଆପଣଙ୍କ ଠାରୁ ଯାହା ରିଅଲାଇଜ କଲି। ହୁଁ